ଦେଖନ୍ତୁ ବିଜେଡି ଦଳର ସମଦୂରତା କୌଣସି ଫରକ ପଡେନି। ଇଏ ଗୋଟେ ନୀତି ଦିନିଆ ଘୋଷଣାନାମା ସେ ଭାବିକି ରଖିଛନ୍ତି। ଯେକୌଣସି ବିଲ୍ ଆସିବ ରାଜ୍ୟସଭା ହଉ ଯେକୌଣସି ବିଜେପି ସରକାର ବିଲ୍ ଆଣିବ ଇଏ ତାକୁ ପରୋକ୍ଷରେ ସମର୍ଥନ କରନ୍ତି, କିନ୍ତୁ ଓଡିଶାରେ ସୁଆଙ୍ଗ କରନ୍ତି ଯେ ଆମେ ବର୍ତ୍ତମାନ ସମଦୂରତା ରକ୍ଷା କରୁଛୁ। ବିଜେଡି ହାତରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ 7 ଖଣ୍ଡ ଭୋଟ ଅଛି, ଯାହା ଭୋଟର ମୂଲ୍ୟ କିଛି ନାହିଁ ବର୍ତ୍ତମାନ ଏଇଥିପାଇଁ ଯେ ଏନଡିଏ ବର୍ତ୍ତମାନ ସଂଖ୍ୟା ଗରିଷ୍ଠତା ଅଲରେଡି ଅଛି। ସେ ବିଆରଏସ ୱାଇଏସଆର ରେଡି ଏବଂ ଆମ ବିଜେଡି ବାବୁ ଯାହା କହିବେ ତାଙ୍କର କିଛି ଫରକ ପଡିବନି। ଉପରାଷ୍ଟ୍ରପତି ନିର୍ବାଚନ ଏନଡିଏ ର ଅଲରେଡି ସଂଖ୍ୟା ଗରିଷ୍ଠତା ସଂଖ୍ୟା ଅଛି, ତେଣୁକରି ଆଙ୍କର ସମଦୂରତା କେବଳ ଆଖିଠାର ଭଳି ଓଡିଶାରେ ଏକ ସୁଅଙ୍ଗ ରଚନା କରୁଛନ୍ତି ନବୀନ ବାବୁ। ଏବେ ଯୋଉ ବିଜେଡି ରେ ଯୋଉ ଦେଖା ଦେଇଛି ତୀବ୍ର ଗୋଷ୍ଠୀ କନ୍ଦଳ, ଏହାକୁ ନେଇକି ମଧ୍ୟ ବିଭିନ୍ନ ଚର୍ଚ୍ଚା ହଉଛି ଏବଂ ହଠାତ୍ ନବୀନ ବାବୁ ଦିଲ୍ଲୀ ଯିବା କଥା କଣ ରହିବ ଭବିଷ୍ୟତ ବିଜେଡିର? ସମ୍ପୂର୍ଣ୍ଣ ମୂଳ କଥା ହଉଛି ବିଜେଡି ମୁଖିଆ ବର୍ତ୍ତମାନ ଦେବାଳିଆ ଅବସ୍ଥାରେ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା, ମାନସିକଗତ ଅବସ୍ଥା, ସିଏ ନିଜେ ଚାଲିବା ପାଇଁ ଅକ୍ଷମ। ସିଏ ଯାହା ସାହାରାରେ ଆଜି ବର୍ତ୍ତମାନ ଚାଲୁଛନ୍ତି ପାଣ୍ଡିଆନ ବାବୁ, ସିଏ ଯାହା ନିଷ୍ପତ୍ତି ନିଅନ୍ତି ତାହା ନବୀନ ବାବୁଙ୍କର ନିଷ୍ପତ୍ତି, ତାହା ତାଙ୍କ ଦଳୀୟ ନିଷ୍ପତ୍ତି ବୋଲି ଲଦି ଦିଆଯାଏ। କିନ୍ତୁ ଇଲେକ୍ସନ ପୂର୍ବରୁ ସବୁ ନେତା ସବୁ ଜାଣି ମଧ୍ୟ ନୀରବ ରହୁଥିଲେ ମଧ୍ୟ ରାଜନୀତି ପାଣିପାଗ ପରିବର୍ତ୍ତନ ପରେ ବିଜେପି ସରକାର ଆସିଲା ପରେ ବର୍ତ୍ତମାନ କିଛି ନେତା ତାଙ୍କର ମୁହଁ ଖୋଲିଛନ୍ତି। ଆହାକୁ ନେଇ ପାଣ୍ଡିଆନ ତୋଷାମତକାରୀ ଗୋଷ୍ଠୀ କିଛି ତାଙ୍କ ସପକ୍ଷରେ ଥିବା ବେଳେ ନବୀନ ବାବୁଙ୍କର ଜୟଗାନ କରୁଥିବା ସମୟରେ କିନ୍ତୁ ପାଣ୍ଡିଆନ ବିରୋଧୀ ଗୋଷ୍ଠୀ ବର୍ତ୍ତମାନ ଗୋଟେ ନବୀନ ବାବୁଙ୍କ ସମ୍ମୁଖରେ ନିଜର ସ୍ପଷ୍ଟ ମତ ରଖୁଛନ୍ତି, ଯାହା ଗତକାଲି ଶ୍ରୀମୟ ମିଶ୍ର ଏବଂ ଅରୁଣ ସାହୁଙ୍କ ବୟାନବାଜିରୁ ସାରା ଓଡିଶାବାସୀ ଜାଣିଛନ୍ତି। ବିଜେଡି 2 ଭାଗ ନୁହଁ, ଇଏ 5 ରୁ 10 ଭାଗ ହେଇସାରିଲାଣି। ବିଜେଡି ଖୁବ କମ ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ନିଜେ ନବୀନ ବାବୁ ବିଜେପି ଦଳ ସାଙ୍ଗରେ ସମ୍ପୂର୍ଣ୍ଣ ଚିହ୍ନ ସହ ମର୍ଜ କରିବେ। ଆପଣ ମନେ ରଖନ୍ତୁ, ଆକୁ ପୁରା ସମ୍ପୂର୍ଣ୍ଣ ସେଭ୍ କରିକି ରଖନ୍ତୁ। ଆଗାମୀ ଦିନରେ ମଧ୍ୟ ଆମେ କଥା ହେବା।